ପାକିସ୍ତାନୀଙ୍କ ସହ ବିବାହ କରିଥାନ୍ତେ ୟୁଟ୍ୟୁବର ଜ୍ୟୋତି ବଲହୋତ୍ରା। ଏହି ଆତଙ୍କବାଦୀଙ୍କ ସହ ବାହାଘର ପାଇଁ ଡେଟ୍ ମଧ୍ୟ ଫାଇନାଲ ହୋଇଯାଇଥିଲା। ତା ସାଙ୍ଗକୁ ଡେଷ୍ଟିନେସନ ମଧ୍ୟ ସ୍ଥିର ହୋଇଥିଲା। ପାକିସ୍ତାନରେ ଖୁବ୍ ଧୁମଧାମରେ ହୋଇଥାନ୍ତା ଜ୍ୟୋତିଙ୍କ ବାହାଘର। ଏକଥା ଆମେ କହୁନୁ, ଯାହା ଜ୍ୟୋତିଙ୍କ ଚାଟ୍ କହୁଛି। ତେବେ ପଚରା ଉଚରା ବେଳେ ଏହିସବୁ କଥା ସାମ୍ନାକୁ ଆସିଛି। ଜ୍ୟୋତି ଭିତରେ ଭିତରେ ପାକିସ୍ତାନୀଙ୍କ ସହ ବିବାହ କରିବା ପାଇଁ ସ୍ଥିର କରିଥିଲେ। ତେବେ ପୋଲିସ ପଚରା ଉଚରା କରୁଥିବା ବେଳେ ଜ୍ୟୋତି କହିଛନ୍ତି ସନ୍ଦେହ ଏଡ଼ାଇବା ପାଇଁ ଜାକିରଙ୍କ ନମ୍ବରକୁ ଜଡ୍ ରାଧାୱାନ ଛଦ୍ମ ନାମରେ ତାଙ୍କ ଫୋନ୍ରେ ସେଭ୍ କରିଥିଲେ। ଅନ୍ୟପଟେ ଜ୍ୟୋତିଙ୍କ ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି, ଯେଉଁଥିରେ ଜ୍ୟୋତି ISI ଏଜେଣ୍ଟ ଅଲି ହାସନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ମୋତେ ପାକିସ୍ତାନର ବିବାହ କରାଅ। ମୁଁ ଖୁବ୍ ଶୀଘ୍ର ପାକିସ୍ତାନୀଙ୍କୁ ବାହା ହେବାକୁ ଚାହୁଁଛି। ପାକିସ୍ତାନୀ ସହ ଭିତିରି ସଂଯୋଗରେ ଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲ୍ହୋତ୍ରା ପାକିସ୍ତାନୀ ଗୋଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା କଥା ସ୍ୱୀକାର କରିଛନ୍ତି। ଜ୍ୟୋତି କହିଛନ୍ତି ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିଶନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ସୂତ୍ର ଅନୁଯାୟୀ ପଚରା ଉଚରା ସମୟରେ ଜ୍ୟୋତି କହିଛନ୍ତି 2023 ମସିହାରେ ପାକିସ୍ତାନ ଯାତ୍ରା ପାଇଁ ଭିସା ବିଷୟରେ ପଚାରିବା ପାଇଁ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ ଯାଇଥିଲେ ଏବଂ ପାକିସ୍ତାନ ଗସ୍ତ ସମୟରେ ଜ୍ୟୋତି ଦାନିଶଙ୍କ ସହଯୋଗୀ ଅଲି ହାସନଙ୍କୁ ଭେଟିଥିଲେ, ଯିଏ ଜ୍ୟୋତିଙ୍କ ରହିବା ଏବଂ ଯାତ୍ରା ବ୍ୟବସ୍ଥା କରିଥିଲେ। ପରେ ଜ୍ୟୋତି ଦାନିଶଙ୍କ ମୋବାଇଲ ନମ୍ବର ନେଇଥିଲେ। ଜ୍ୟୋତି କହିଛନ୍ତି, ମୁଁ 2 ଥର ପାକିସ୍ତାନ ଯାତ୍ରା କରିଥିଲି। ସେଠାରେ ମୁଁ ଦାନିଶଙ୍କ ଅନୁରୋଧରେ ତାଙ୍କ ପରିଚିତ ଅଲି ହାସନଙ୍କୁ ଭେଟିଥିଲି। ଜ୍ୟୋତି ଆହୁରି ପ୍ରକାଶ କରିଛନ୍ତି, ଅଲି ହାସନ ତାଙ୍କୁ ପାକିସ୍ତାନୀ ଗୁପ୍ତଚର ଅଧିକାରୀ ବୋଲି ବିଶ୍ୱାସ କରାଯାଉଥିବା 2 ଜଣ ବ୍ୟକ୍ତି ସାକିର ଏବଂ ରାଣା ଶାହବାଜଙ୍କ ସହିତ ପରିଚୟ କରାଇଥିଲେ। ଜ୍ୟୋତି ସାକିରଙ୍କ ମୋବାଇଲ ନମ୍ବର ଜଡ୍ ରାଧାୱାନ ନାମରେ ସେଭ୍ କରିଥିଲେ, ଯାହାଦ୍ୱାରା କେହି ଜ୍ୟୋତିଙ୍କୁ ସନ୍ଦେହ କରିବେ ନାହିଁ। ଜ୍ୟୋତି ଏହା ମଧ୍ୟ ମାନିଛନ୍ତି ଏନକ୍ରିପ୍ଟେଡ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଦେଶ ବିରୋଧୀ ସୂଚନା ସେୟାର କରିଛନ୍ତି। ରିପୋର୍ଟ SGTV ଓଡ଼ିଆ।